ସକାଳଠୁ ରାତି ପର୍ଯ୍ୟନ୍ତ ବାହାରେ ଥିବା ମଣିଷଟା ଯେତେବେଳେ ଘରକୁ ଫେରେ ସେତେବେଳେ ଘର ଦୁଆର ମୁହଁରେ ସେ ଗୋଟିଏ କଥା ଖୋଜିଥାଏ, ସେଇଟା ହେଉଛି ତା ନିଜ ଲୋକଙ୍କର ହସ ହସ ମୁହଁ। ସେ ପୁଅ ହେଉ କି ଝିଅ ହେଉ, ସ୍ୱାମୀ ହେଉ କି ସ୍ତ୍ରୀ ହେଉ, ଅନେକ ୱାର୍କିଂ ଓମେନ୍ ଅଛନ୍ତି ଯେଉଁମାନେ ଦିନ ତମାମ ବାହାରେ ଖଟନ୍ତି, ପୁଣି ଆସି ଘରେ ଖଟନ୍ତି, ପୁଣି ଘର କାମ କରନ୍ତି ଏବଂ ବାହାରେ ମଧ୍ୟ ଅଫିସ କାମ କରନ୍ତି ବା ବାହାରେ ସେମାନଙ୍କର ବୃତ୍ତିଗତ କାମ କରନ୍ତି। ସେମାନେ ମଧ୍ୟ ଯେତେବେଳେ ବି ସେମାନେ ଘରକୁ ଫେରିବେ, ଘର ପରିବାର ଲୋକଙ୍କ ମୁହଁରେ ଯଦି ଟିକିଏ ହସ ଥିବ ଆଉ ଗୋଟେ ଅତି ଖୁସି ନିଜର କଲା ଭଳି ଯୋଉ କଥାଟା କୁହାଯାଏନି, ଆରେ ଆରେ ଆସିଲୁ ଆସିଲୁ ଆସ ଆସ କେମିତି ହେଲା, କଣ ଆଜି ଦିନ ସାରା ଠିକ ଅଛି ତ, ସବୁ ଅଛି, ମାନେ ଦୁଇ ପଦ ଭଲ କଥା ଏବଂ ଟିକିଏ ହସ ଅନ୍ୟ ଜଣଙ୍କ ପାଇଁ ବେଶ ସହାୟକ ହୋଇଥାଏ ତା ବୃତ୍ତିଗତ ଜୀବନରେ। ସେ ଆଗକୁ ବଢିବା ପାଇଁ, ତାର ଦିନସାରାର ପରିଶ୍ରମ କମେଇବା ପାଇଁ, ଟିକେ ହାଲୁକା ହେବା ପାଇଁ, ମନର ବୋଝ ଟିକେ କମ କରିବା ପାଇଁ ଏବଂ ଟିକିଏ ମାନସିକ ଶାନ୍ତି ପାଇବା ପାଇଁ ଟିକିଏ ହସ ଆଉ ଦୁଇ ପଦ ମିଠା କଥାର ନିହାତି ଆବଶ୍ୟକ ଅଛି। ସେଇଥିପାଇଁ ଯେତେବେଳେ କେହି ବାହାରୁ ଘରକୁ ଫେରୁଛି, ଟିକିଏ ହସି ଦିଅନ୍ତୁ, ଟିକିଏ ତାକୁ ନିଜର କରି କୋଳେଇ ନିଅନ୍ତୁ, ଟିକିଏ ତାକୁ ଦୁଇ ପଦ ମିଠା କଥା କୁହନ୍ତୁ ଆଜ୍ଞା, ଯେମିତି ସେ ବାହାର ଟେନସନ ବାହାରେ ଛାଡ଼ି ଦେଇ ଆସିବ, ଘରକୁ ଗଲାବେଳେ ସେ ହସି ହସିକି ଘର ଭିତରକୁ ଯିବ। ଏଇ ତ ଜୀବନର କଥା।